ଜୟ ଜଗନ୍ନାଥ। କୁମ୍ଭ ରାଶିର ଜାତକ ଜାତିକା ହେଉଛନ୍ତି ସ୍ୱାଧୀନ ଚିନ୍ତାଧାରାର ଅଧିକାରୀ, ବୁଦ୍ଧିମାନ, ବିଶ୍ଳେଷଣକାରୀ, ହୃଦୟରୁ ବହୁତ ଭଲ, କିନ୍ତୁ ତାଙ୍କ ଭାବନା ସର୍ବଦା ସେମାନେ ଲୁଚେଇଥାନ୍ତି। ସତ୍ୟବାଦୀ, ନ୍ୟାୟପ୍ରିୟ, ତାଙ୍କର ଜୀବନରେ ଉତ୍ଥାନ ପତନ ବହୁତ କିଛି ଲାଗି ରୁହେ। ଆଜି କୁମ୍ଭ ରାଶିର ପର୍ଯ୍ୟାଲୋଚନା ଏଇଥିପାଇଁ କରିବା, ବିଗତ କିଛି ଦିନ ଭିତରେ ମୁଁ କୁମ୍ଭ ରାଶିର ପ୍ରାୟତଃ ବହୁତ ଜାତକ ଦେଖିଛି। ବହୁତ ଜଣ ଫୋନ୍ କରୁଛନ୍ତି ଏବଂ ବହୁତ ଜଣକୁ ଆମେ ଉପାୟ ଦେଉଛେ, ତାପରେ ତାଙ୍କର ଭଲ ହେଉଛି। କୁମ୍ଭ ରାଶିର ଲୋକମାନେ ସର୍ବଦା କହୁଛନ୍ତି ଏବେ ବହୁତ ଲୋକଙ୍କର ଜୀବନରେ ବହୁତ ପ୍ରୋବ୍ଲେମ୍ ଚାଲିଛି। ଶନି 7.5ରେ ମଧ୍ୟ ତାର ଲାଷ୍ଟ ପର୍ଯ୍ୟାୟରେ ମଧ୍ୟ ସେମାନେ ଠିକ୍ ଫଳ ପାଉନାହାନ୍ତି। ଆଜି ଆମେ ସେଇ କାରଣ କଥାଟା ଆଲୋଚନା କରିବା, କ'ଣ ପାଇଁ ଆପଣଙ୍କ ଜୀବନରେ ଆପଣ କଷ୍ଟ ପାଉଛନ୍ତି। ଦେଖନ୍ତୁ, କୁମ୍ଭ ରାଶିର ଲୋକମାନେ କାହାର ଚାପରେ ସିଦ୍ଧାନ୍ତ ନେବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ନିଜେ ବିଶ୍ଳେଷଣ କରନ୍ତି, ତାପରେ ନିଷ୍ପତ୍ତି ନିଅନ୍ତି। ତଥାପି କିନ୍ତୁ ସେମାନେ ଏବେ ଫସି ଯାଇଛନ୍ତି। ବହୁତ ବୁଦ୍ଧିମାନ, ବହୁତ ଟ୍ୟାଲେଣ୍ଟେଡ଼। ବାହାରୁ ସେମାନେ ବହୁତ ଶାନ୍ତ ଦେଖାଯାଆନ୍ତି କିମ୍ବା ବାହାରୁ ବହୁତ ରାଗି ଦେଖାଯାଆନ୍ତି, କିନ୍ତୁ ଭିତରଟା ତାଙ୍କର ଅଲଗା ହେଇଥାଏ। ରାଗି କୁମ୍ଭ ରାଶିର ଲୋକକୁ ଦେଖିବେ, ଭିତରୁ ସେ ବହୁତ ଶାନ୍ତି ଲୋକପ୍ରିୟ ଦେଖିବେ, ଭିତରୁ ରାଗି। ସତ୍ୟବାଦୀ, ତାଙ୍କ ଆଗରେ ଯଦି ଗୋଟେ ଅନ୍ୟାୟ ଘଟଣା ଘଟୁଛି ସେମାନେ ସହିପାରିବେନି। ନିଜ ପକେଟରେ ଥାଉ କି ନଥାଉ ସେମାନେ ଅନ୍ୟ ଏକ ଦୁଃଖୀ ଦରିଦ୍ର ଲୋକଙ୍କୁ ଖାଇବାକୁ ଦିଅନ୍ତି। ଦେଖନ୍ତୁ, ଆଜି ଆମେ ଆଲୋଚନା କରିବା କୁମ୍ଭ ରାଶିର ଲୋକମାନେ ଯେଉଁ ଆପଣ କହୁଛନ୍ତି ଆପଣ ବହୁତ କଷ୍ଟରେ, ଦୁଃଖରେ, ପ୍ରୋବ୍ଲେମରେ ଅଛନ୍ତି। ଆପଣଙ୍କର ଜାତକକୁ କ'ଣ ପାଇଁ ଦେଖୁନାହାନ୍ତି? ଆପଣଙ୍କୁ ଗୋଚର କୁଣ୍ଡଳୀ ଅନୁସାରେ ଆମେ ସିନା କହୁଛୁ। ଦେଖନ୍ତୁ, ମୁଁ ଆଜି କାରଣଟା କହୁଛି। ରାହୁ ଯଦି ଆପଣଙ୍କର ଶନି ମହାଦଶା ଏବେ ପଡ଼ିଥିବ, ନିଶ୍ଚିତ ଭାବରେ ଆପଣମାନଙ୍କର ଅସୁବିଧା ହେବ। ଶନି ଯେଉଁଠି ବସିଥାନ୍ତୁ ନା ବସି ନଥାନ୍ତୁ, ଶନିଦେବ ଯଦି ଆପଣଙ୍କର ବର୍ତ୍ତମାନ ଦଶା ପଡ଼ିଛି, କିମ୍ବା ରାହୁଙ୍କର ଦଶା ଅନ୍ତର୍ଦଶା, କିମ୍ବା କେତୁଙ୍କର ଦଶା ଅନ୍ତର୍ଦଶା, କିମ୍ବା ନୀଚ ମଙ୍ଗଳ, ନୀଚ ଚନ୍ଦ୍ର, ନୀଚ ବୃହସ୍ପତି, ନୀଚ ଶୁକ୍ରଙ୍କର କୌଣସି ପ୍ରକାର ଅବସ୍ଥା ଅଛି, ଆପଣ ଜୀବନରେ ବହୁତ କଷ୍ଟ ପାଇବେ ଏ ସମୟରେ। କାହିଁକି କହିଲେ, ଏଇ 7.5 ସମୟରେ ଯଦି ଆପଣମାନଙ୍କର ଜାତକ ଆପଣ ନ ଦେଖିଥିବେ, ଆପଣ ଦେଖିବେ ଆପଣଙ୍କର ଗୋଚର କୁଣ୍ଡଳୀ ଅନୁସାରେ ଆପଣଙ୍କର ବହୁତ ବଢ଼ିଆ ଅଛି, ଆପଣ କୋଟିଏ ଟଙ୍କା କମେଇଦେବେ, ଯେମିତି ବହୁତ ଜଣ କହୁଛନ୍ତି, ବହୁତ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ କହୁଛନ୍ତି। ଆମେ ସର୍ବଦା ଲଜିକ୍ କଥା କହୁ, ସେଇଥିପାଇଁ ଆମେ ଲୋକମାନଙ୍କର ପ୍ରିୟ ଭାଜନ ବି ହେଇପାରିଛୁ। ଦେଖନ୍ତୁ, ଜାତକର ଯଦି ଆପଣଙ୍କର ରାହୁ ସପ୍ତମ ଭାବରେ ଥିବେ, ଶନି ମହାଦଶା ଚାଲିଥିବ, ନିଶ୍ଚିତ ଭାବରେ ଆପଣମାନେ ଏଇ ଯେଉଁ ପ୍ରୋବ୍ଲେମ୍ ଆପଣମାନେ ଯେତିକି କହୁଛନ୍ତି କୁମ୍ଭ ରାଶିର ଲୋକମାନଙ୍କର ଚାକିରି କ୍ଷେତ୍ରରେ ବହୁତ ପ୍ରୋବ୍ଲେମ୍, ପଇସା ଟୋଟାଲ୍ ତାଙ୍କୁ ବର୍ତ୍ତମାନ ଅର୍ଥହୀନ ଜୀବନ। କ'ଣ ପାଇଁ ଶୁଣନ୍ତୁ, ଆପଣଙ୍କର ଶନି ମହାଦଶାରେ ଯାହା ପ୍ରୋବ୍ଲେମ୍ ତ ପ୍ରୋବ୍ଲେମ୍, ଯଦି ଆପଣଙ୍କର ବର୍ତ୍ତମାନ ପଡ଼ିଥିବ ନୀଚ ମଙ୍ଗଳର ଅନ୍ତର୍ଦଶା ପଡ଼ିଥିବ, ରାହୁଙ୍କର ଅନ୍ତର୍ଦଶା ପଡ଼ିଥିବ, କେତୁଙ୍କର ଅନ୍ତର୍ଦଶା ପଡ଼ିଥିବ, ଯେଉଁମାନେ ନୀଚ ଅବସ୍ଥାରେ ଥିବେ, ରାହୁ କେତୁ ଷ୍ଟ୍ରଙ୍ଗ ଥିଲେ ବି ଯଦି ତାଙ୍କର ଅନ୍ତର୍ଦଶା ଆରମ୍ଭ ହେଉଥିବ ଆପଣମାନଙ୍କର ପ୍ରୋବ୍ଲେମ୍ ହେବ। ତ ନିଜର କୁଣ୍ଡଳୀରେ ଆପଣ ନିଜେ ଦେଖନ୍ତୁ ଆପଣଙ୍କର କ'ଣ ଚାଲିଛି। ଏବେ ଆପଣମାନେ ଜାଣିଛନ୍ତି କୁଣ୍ଡଳୀରେ ସବୁ ଘର ମଧ୍ୟ ଜାଣିଛନ୍ତି। ଆପଣ ପ୍ରଥମ ଘର ଲଗ୍ନ ଘର, ସେକେଣ୍ଡ ଘର ଆପଣଙ୍କର ଯଦି ଆମେ ଆଲୋଚନା କରିବା, ସେକେଣ୍ଡ ଘର ହେଉଛି ଆପଣମାନଙ୍କର ଅର୍ଥ, ବାଣୀ, ପରିବାର କଥା ବି ଯଦି କହିବା, ସାହସର ଘର ଯଦି ଆମେ ତୃତୀୟ ଘର କଥା କହିବା, ଚତୁର୍ଥ ଘର କଥା ଆମେ କହିବା ସୁଖର ଘର। ଆପଣଙ୍କ ଚତୁର୍ଥ ଘରରେ ଯଦି ଶନି ଆଉ ଚନ୍ଦ୍ର ବସିଥିବେ, କିମ୍ବା ମଙ୍ଗଳ ଆଉ ରାହୁ ବସିଥିବେ, ଏଇସବୁ ପ୍ରୋବ୍ଲେମ୍ ହେବ। ଆପଣ ନିଜର ଜାତକ ନ ଦେଖି କହୁଛନ୍ତି କୁମ୍ଭ ରାଶି ଖରାପ। ଆଜ୍ଞା ନୁହଁ, କୁମ୍ଭ ରାଶି ବହୁତ ଷ୍ଟ୍ରଙ୍ଗ। ଦେଖନ୍ତୁ, କୁମ୍ଭ ରାଶି ଟଙ୍କା ଉପାର୍ଜନ କରିବାର ଭଲ କ୍ଷମତା ଥାଏ। ସେମାନେ କିନ୍ତୁ ସର୍ବଦା ନୂଆ ଆଇଡ଼ିଆ ଭାବନ୍ତି, କିଛି ନୂଆ କରିବେ, ନୂଆ କରିବା ପଛରେ ତାଙ୍କର ଆଉ ଯେଉଁ ଭାବିଥିବେ ସେସବୁ ପଳେଇବ। ତାଙ୍କର ଦୁର୍ବଳତା ହେଉଛି କ'ଣ ନା, ଜିଦ୍ଦି ଥାନ୍ତି, ବହୁତ ଅତ୍ୟଧିକ ଚିନ୍ତା କରନ୍ତି, ନିଜ କଥା କାହାକୁ କୁହନ୍ତିନି, କେବେ ସବୁବେଳେ ଏକାକୀ ରହିବାକୁ ଭଲ ପାଆନ୍ତି, ଭାବନା ପ୍ରକାଶ କରନ୍ତିନି, ଲୋକଙ୍କୁ ବିଶ୍ୱାସ କରିବାକୁ ସମୟ ନେବେ। ଯଦି ବିଶ୍ୱାସ କରିଗଲେ ତାକୁ ବହୁତ ବିଶ୍ୱାସ କରିଗଲେ ତାକୁ ସବୁ ଦେଇଦେବେ, ଅଥବା ସିଏ ଲୁଟି ନେବ। ଦେଖନ୍ତୁ, ଗୋଟେ କଥା, ଏ ସମୟରେ ଆପଣଙ୍କର ସ୍ୱାସ୍ଥ୍ୟର ମଧ୍ୟ ପ୍ରୋବ୍ଲେମ୍ ଦେଖାଯାଉଛି। ସେକେଣ୍ଡ ହାଉସ୍ରେ ଆପଣଙ୍କର ଶନି, ଆପଣ ଜାଣିଛନ୍ତି ସେକେଣ୍ଡ ହାଉସ୍ ଖାଦ୍ୟର ଘର ମଧ୍ୟ। ଆପଣଙ୍କୁ ଖରାପ ଖାଦ୍ୟ ଖାଇବାକୁ ପରୀକ୍ଷାଟା ଶନି କରୁଛନ୍ତି। ଆପଣ ଯଦି ସେଇ ଖାଇବେ ଖରାପ ଖାଦ୍ୟ, ଫାଷ୍ଟଫୁଡ଼୍, ଅତ୍ୟଧିକ ନନ୍ଭେଜ୍, ନିଶ୍ଚିତ ଖରାପ। ତ ନିଜ ଜାତକରେ ବି ଆପଣ ଦେଖନ୍ତୁ, ଆପଣଙ୍କର ଶନି ଯଦି 10th ହାଉସ୍ରେ ବସିଛନ୍ତି, କର୍ମକ୍ଷେତ୍ରରେ ବସିଛନ୍ତି, କର୍ମରେ କଷ୍ଟ ହେବ, ଆପଣ ବାଧା ଆସିବ, କିନ୍ତୁ 10th ହାଉସ୍ରେ ଶନି ବହୁତ ଷ୍ଟ୍ରଙ୍ଗ ଥାନ୍ତି। ଆପଣଙ୍କ ଜାତକ ଦେଖିବେ ଶନି କେତେ ଡିଗ୍ରୀରେ ବସିଛନ୍ତି, କେଉଁ ନବମାଂଶ ଚାର୍ଟରେ କେଉଁଠି ବସିଛନ୍ତି, ଦଶମାଂଶ ଚାର୍ଟରେ କେମିତି ବସିଛନ୍ତି,
ହଁ ନିଜେ ଆପଣ ତ ଜ୍ୟୋତିଷ ନୁହନ୍ତି, ଆପଣ ଦେଖିପାରିବେନି, କିନ୍ତୁ ଆଜିକା ଡେଟ୍ରେ ସମସ୍ତେ ଦେଖିବା ଆବଶ୍ୟକ, ନିଜ ନକ୍ସା ଦେଖିବା ଆବଶ୍ୟକ। ହଁ ଆପଣ ତା ପାଇଁ ଆମକୁ ମଧ୍ୟ କଲ୍ କରିପାରିବେ ସ୍ୱଳ୍ପ ଶୁଳ୍କରେ, ଯେହେତୁ ଆମେ ଆମର ସମୟ ଦେଉଛୁ, ସ୍ୱଳ୍ପ ଶୁଳ୍କରେ ଆପଣଙ୍କର ଜୀବନର କମ୍ପ୍ଲିଟ୍ ଗାଇଡ଼ ଆମେ ଦେଉଛୁ। ବେଳେବେଳେ ଆମେ ଫୋନ୍ ଉଠି ପାରୁନୁ, ଏଇଥିପାଇଁ ବହୁତ କଲ୍ କରୁଛନ୍ତି, କାହିଁକିନା ଆମେ ବାହାର କ୍ଲାଇଣ୍ଟ ଆମର ବହୁତ ଅଧିକା ଥାନ୍ତି। ଆପଣ ଯଦି କଲ୍ କରୁଛନ୍ତି, ଆମର ଯଦି କି ଫୋନ୍ ଉଠାଇ ପାରୁନାହାନ୍ତି, ଆପଣ ଆମକୁ ମେସେଜ୍ କରିଦିଅନ୍ତୁ, ଆପଣଙ୍କ ଜନ୍ମ ଠିକଣା ତାରିଖଟା ପଠାନ୍ତୁ, ଆପଏଣ୍ଟମେଣ୍ଟ ବୁକ୍ କରନ୍ତୁ, ଆପଣଙ୍କୁ ନିଶ୍ଚିତ ଭାବରେ ଗୋଟେ ଦିନ ଭିତରେ କିମ୍ବା 2 ଦିନ ଭିତରେ କଲ୍ ଯିବ। ଆଉ ଯାହା ପ୍ରଶ୍ନ ବି ଆପଣଙ୍କର ରହିବ ଆମେ ସବୁ ଉତ୍ତର ଦେବ। କାହିଁକି କହିଲେ ଏଇ ଜିନିଷ ହେଉଛି ଜ୍ୟୋତିଷ ଶାସ୍ତ୍ର, ଅନ୍ୟର ସାହାଯ୍ୟ ପାଇଁ ଏ ଜିନିଷ ଆମେ ପଢ଼ିଛୁ, ଅନ୍ୟର ପ୍ରୋବ୍ଲେମକୁ କେମିତି କ'ଣ ସମାଧାନ କରିବା। ଦେଖନ୍ତୁ ଆଧ୍ୟାତ୍ମିକତାର ରାଶି ମଧ୍ୟ ଶନିଦେବଙ୍କ ରାଶି। ଆପଣ କର୍ମ ଅଳସୁଆମୀ ଏଇସବୁ ଜିନିଷ ଗୁଡ଼ିକ ମାନେ କର୍ମ ପଛରେ ଅଳସୁଆମୀ ଆଗରେ ଆପଣମାନଙ୍କର ଏଇଟା। କୁମ୍ଭ ରାଶିର ବ୍ୟକ୍ତିମାନେ ଗୋଟେ କଥା ଶୁଣନ୍ତୁ, ଆପଣ ସାଧାରଣ ନୁହନ୍ତି, ସେମାନେ ଭବିଷ୍ୟତକୁ ଭାବନ୍ତି, ସମାଜ ପାଇଁ କିଛି ଭଲ କରିବାକୁ ଚାହାନ୍ତି, ନିଜ ଜୀବନକୁ ନିଜ ନିୟମରେ ବଞ୍ଚିବାକୁ ଭଲ ପାଆନ୍ତି। ସେମାନଙ୍କ ସଫଳତା ଦେଖିବେ ଆପଣ ପ୍ରାୟତଃ ଧୀରେ ଧୀରେ ଆସେ, କିନ୍ତୁ ଏକ ଥର ମାନେ ସଫଳତା ମିଳିଗଲେ ସେଇଟା ଦୀର୍ଘସ୍ଥାୟୀ ହେଇଯାଏ। ଏଇଟା ହେଉଛି ଶନିଦେବଙ୍କର ରୁଲ୍। ସାଧାରଣ ଦେଖିବେ ଆପଣମାନେ ଅଲଗା ରାଶିର ଲୋକ ଅଲଗା ଥାଆନ୍ତି, କୁମ୍ଭ ରାଶିର ଲୋକ ଅଲଗା, ସେମାନେ ଅନ୍ୟ ଲୋକଙ୍କ ଆଗରେ ଯେତେ କଷ୍ଟ ଦେଲେ ନା ଖୁସି ହାସି ମଜା ମସ୍ତି କରନ୍ତି, କିନ୍ତୁ ତାଙ୍କ ଭିତରେ ବହୁତ କଷ୍ଟ ଥାଏ। ଆପଣ ଦେଖିବେ ଯେତେ ବଡ଼ ବଡ଼ ଲୋକ ସବୁ ଫିଲ୍ମ ମିଡ଼ିଆରେ ଥିବେ ସବୁ କୁମ୍ଭ ରାଶିର ଲୋକ, IT ସଫ୍ଟୱେୟାରରେ ଥିବେ କୁମ୍ଭ ରାଶିର ଲୋକ, ଆମର ଗବେଷଣା ସମାଜ ସେବା କିଛି ଗୋଟେ ବଡ଼ ଷ୍ଟାର୍ଟଅପ୍ ଏସବୁ କୁମ୍ଭ ରାଶିର ଲୋକ, କିନ୍ତୁ ସେମାନେ ବହୁତ କଷ୍ଟ କରିଛନ୍ତି ଏବଂ ସେମାନେ ଦେଖିଛନ୍ତି ତାଙ୍କ ଜାତକରେ କ'ଣ ପ୍ରୋବ୍ଲେମ୍ ଅଛି, ସେମାନେ ସେଇ ଅନୁସାରେ ପ୍ରତିକାର କରିଛନ୍ତି। ଆପଣଙ୍କର କୌଣସି ବି ପ୍ରୋବ୍ଲେମ୍ ଥିବ ପୁସ୍ତକ ଅନୁସାରେ ତାର ରେମେଡ଼ି କରନ୍ତୁ। ଦେଖନ୍ତୁ ଆଉ ଗୋଟେ ସବୁଠୁ ବଡ଼ ରେମେଡ଼ି ମୁଁ କହିବି ଆପଣଙ୍କୁ କ'ଣ, କର୍ମଠ ହୁଅନ୍ତୁ, ନିଜ ବାପା ମାଆଙ୍କୁ ମଧ୍ୟ ଆପଣ ପ୍ରଣାମ କରନ୍ତୁ, ହନୁମାନଙ୍କ ହନୁମାନ ଚାଳିଶା ପଢ଼ନ୍ତୁ, ମହାଦେବଙ୍କର ନାମ ନିଅନ୍ତୁ, ସତ୍ କର୍ମରେ ରୁହନ୍ତୁ, ବହୁତ ବଢ଼ିଆ ହେବ। ଆଉ ଯାହା ବି ପ୍ରୋବ୍ଲେମ୍ ଦେଖନ୍ତୁ, ମାଙ୍ଗଳିକ ଦୋଷ, କାଳସର୍ପ ଦୋଷ, ବିଷ ଦୋଷ, ବହୁତ ପ୍ରକାରର ଯେଉଁ ଦୋଷ ଅଛି, ଅଙ୍ଗାରକ ଦୋଷ କିମ୍ବା ଆପଣମାନଙ୍କର ଗୁରୁଚାଣ୍ଡାଳ ଦୋଷ, ପିତୃଦୋଷ, ଶାପିତ ଦୋଷ, ଯାହା ବି ଅଛି ଆପଣଙ୍କ ଜାତକରେ ଆପଣ ସେଟା ଦେଖନ୍ତୁ ନିଜେ, ତାପରେ ଆପଣ ଜାଣିପାରିବେ ଏଇ ଜିନିଷଟା ପାଇଁ ମୋତେ ଠିକ୍ ହେଉଛି। ଆପଣ କଲ୍ କରନ୍ତୁ ଆମକୁ, ଆମେ ଆପଣଙ୍କର ପ୍ରୋବ୍ଲେମ୍ ନିଶ୍ଚିତ ଭାବରେ ସମାଧାନ କରିବା। ଆଉ ଶୁଣନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଏଇଟା 7.5ର ଅନ୍ତିମ ପର୍ଯ୍ୟାୟ, ଆପଣଙ୍କୁ ଫଳ ମିଳିବାର ସମୟ, ନଷ୍ଟ କରନ୍ତୁନି ସମୟ, ଆପଣ କାର୍ଯ୍ୟ କରି ରୁହନ୍ତୁ, ନିଜର ସମସ୍ତ ପ୍ରୋବ୍ଲେମ୍ ଦୂର କରିବାର ପ୍ରତିକାର ମୂଳକ ଯାହା ବି ଆବଶ୍ୟକ କରନ୍ତୁ ଏବଂ ନିଜ ଜୀବନକୁ ବହୁତ ଆଗକୁ ନିଅନ୍ତୁ। କାହିଁକିନା କୁମ୍ଭ ରାଶି ଲୋକ ସବୁଠୁ ଉପରେ ସବୁଠୁ ଆଗରେ, ମୁଁ ସର୍ବଦା କୁହେ ମୋର ଅତ୍ୟନ୍ତ ପ୍ରିୟ ରାଶି କୁମ୍ଭ ରାଶି। କେବଳ ମୋର ନୁହେଁ, ଯେଉଁମାନେ ଜ୍ୟୋତିଷ ଭିତ୍ତିକ ଜ୍ଞାନ ଅଛି ନିଶ୍ଚିତ ଭାବରେ ତାଙ୍କର କୁମ୍ଭ ରାଶି ପସନ୍ଦ ଦରକାର। ଶନିଦେବଙ୍କ ରାଶି, ଶନିଦେବଙ୍କଠୁ କିଏ ବଡ଼। ଆଉ ଏଇ ମନ୍ତ୍ର ନିଶ୍ଚିତ ଭାବରେ ଆପଣ ନିତ୍ୟ ପାଠ କରନ୍ତୁ। ଓଂ ନୀଳାଞ୍ଜନଂ ସମାଭାସଂ ରବିପୁତ୍ରମ୍ୟମାଗ୍ରଜಂ ଛାୟା ମାର୍ତ୍ତଣ୍ଡ ସମ୍ଭୃତಂ ତଂ ନମାମି ଶନୀଶ୍ୱର। ଓଂ ସଂ ଶନୀଶ୍ୱରାୟ ନମଃ। ଶନିଦେବ ଶନୀଶ୍ୱର ଶ୍ରୀ ପ୍ରସନ୍ନ। ଜୟ ଜଗନ୍ନାଥ।